ସେମାନେ ଆପଣମାନେ କେମିତି ଅଛନ୍ତି? ମୁଁ ତ ବହୁତ ଭଲରେ। ଆଜି ମୋ ପୁତ୍ରର ଜନ୍ମଦିନ, ସେଥିପାଇଁ ତାକୁ ଢେର ସାରା ଅଭିନନ୍ଦନ। ମୋ ଧନ ଖେଳ ଦେଖନ୍ତୁ କେତେ କେତେ ସୁନ୍ଦର ଭାବେ ଖେଳୁଛି। ତାପରେ ତାର ପାଇଁ ସ୍ପେଶାଲ ଡେ ଟିକେ ପାଳନ କରିବା ପାଇଁ ଆମେ ତାକୁ ପାର୍କ ନେଇକି ଯାଇଥିଲୁ। ପାର୍କରେ ସେ ଆଜି ପ୍ରଥମ ଥର ଯାଇଥିଲା, ସେଥିପାଇଁ ସେ ବହୁତ ଖୁସି ଥିଲା। ଆଉ ଏଠି ତାର ମାମୁଁ ଆଉ ତାର ଦିଦି ତାର ଖେଳୁଛନ୍ତି, ଆଉ ସିଏ ତାଙ୍କୁ ଯାଇକି ଡିଷ୍ଟର୍ବ କରିବାରେ ବ୍ୟସ୍ତ ଅଛି। ଆପଣମାନେ ବି ଛୋଟବେଳେ ଏମିତି କରୁଥିଲେ ନା? ଛୋଟବେଳେ ତ ଏମିତି ଥାଏ ଆଉ ସମସ୍ତଙ୍କ ଲାଇଫରେ, ଆଉ ସେଥିପାଇଁ ବହୁତ ଭଲ ଲାଗେ। ଆଜି ଆମେ ତା ବର୍ଥଡେରେ କ'ଣ କ'ଣ କରିବୁ ବୋଲି ପ୍ଲାନିଂ କରିଛୁ, ସେଥିପାଇଁ ଆପଣ ନେକ୍ସଟ ଭିଡ଼ିଓକୁ ଅପେକ୍ଷା କରନ୍ତୁ। ଆଉ ନେକ୍ସଟ ଭିଡ଼ିଓ ଦେଖିବେ, ତାର ଏଇଟା ପ୍ରଥମ ବାର୍ଷିକର ଜନ୍ମଦିନ। ଆଉ ପ୍ରଥମ ଜନ୍ମଦିନ ଇଏ ହେଲା ମୋ ଭଉଣୀର ପୁଅ। ଆଉ ମୁଁ ବି ଯାଇଥିଲି ପାର୍କରେ ଟିକେ ଯାଇକି ଆମେ ଖରାବେଳେ ଯାଇକି ପାର୍କରେ ବୁଲୁଥିଲୁ। ଆପଣମାନେ ଭାବୁଥିବେ ଖରାବେଳେ କ'ଣ ପାର୍କ ବୁଲୁଛି, ଇଏ ତ ମୋ ସାନ ଭଉଣୀ ଜାଣିଛନ୍ତି, ଇଏ ତାର ଇନଷ୍ଟାଗ୍ରାମ ଦେଖିବାରେ ବ୍ୟସ୍ତ। ଆଜିକାଲି ଯୁଗ କ'ଣ ହେଲା, ଲୋକମାନେ ଏନି ଟାଇମ୍ ମୋବାଇଲରେ ହିଁ ବ୍ୟସ୍ତ। ମୋବାଇଲ ଛଡ଼ା ସେମାନେ କିଛି ବି ଜାଣୁନାହାନ୍ତି। ପାଖରେ ଗୋଟେ ଗ୍ୟାଦରିଂ ହେଇକି ବସିଥିବେ, କିନ୍ତୁ ସିଏ ତା ଫୋନ୍ ଧରିଥିବ, ଇଏ ତା ଫୋନ୍ ଧରିଥିବ, ସିଏ ତା ଫୋନ୍ ଧରିଥିବ। ନା ମୁଁ ମିଛ କହିଲି, ସତ ନା ନାହିଁ? ତାପରେ ସନ୍ଧ୍ୟାବେଳେ ଆମେ ଯାଇଥିଲୁ ଟିକେ ମାର୍କେଟିଂ, କାରଣ ମୋ ପୁଅର ଯେହେତୁ ଜନ୍ମଦିନ ଅଛି, ଆମକୁ କିଛି କିଣିବାର ଥିଲା, ସେଥିପାଇଁ ଆମେ ମାର୍କେଟିଂ ଯାଇଥିଲୁ। ଏଇଟା ଆପଣ କେଉଁ ହୋଟେଲ ଜାଣିଛନ୍ତି ଭୁବନେଶ୍ୱରର? ଆପଣ କମେଣ୍ଟ କରିବେ ଯଦି ଜାଣିଛନ୍ତି। ଇଭିନିଂରେ ଟିକେ ମୁଁ ଚାଟ୍ ଖାଇ ଦେଇଥିଲି। ଚାଟ୍ ଖାଇସାରିଲା ପରେ ରାସ୍ତାରେ ଯାଉ ଆଜି ଗୋଟେ ଗଛରୁ ଟପକେ ଆମ୍ବ ପଡ଼ିଗଲା। ମୁଁ ଗୋଟେ କ'ଣ ଦେଖିଲା ବେଳକୁ 5ଟା ଆମ୍ବ ପଡ଼ିଛି। ଆପଣମାନଙ୍କ ସହିତ ଏମିତି କେବେ ହେଇଛି?